ନମସ୍କାର, ସ୍ୱାଗତ କରୁଛି ଆପଣଙ୍କୁ ପ୍ରଧାନ ନ୍ୟୁଜ୍ ଓଡ଼ିଶାର ଗୋଟେ ଖେଳ ଖବର। ସୂର୍ଯ୍ୟବଂଶୀଙ୍କ ଶାନଦାର ଶତକ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀଙ୍କ ଦମଦାର ଶତକ। ଛକା ଚୌକାରେ କଲେ ଡିଲ୍। ଆଜ୍ଞା, ପୁଣି ଗର୍ଜିଛି ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ୍। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକାରେ ହାସଲ କରିଛନ୍ତି ଦମଦାର ଶତକ। 74 ବଲ୍ରୁ 127 ରନ୍ କରିବାରେ ସକ୍ଷମ ହୋଇଛନ୍ତି ବୈଭବ। ପାଳିରେ 10 ଛକା ଏବଂ 9 ଚୌକା ଦେଇଛି। ଇନିଂସ ଆରମ୍ଭରୁ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ ଆରମ୍ଭ କରିଥିଲେ। ଓଡିଆଇରେ ଟି20 ଷ୍ଟାଇଲରେ ବ୍ୟାଟିଂ କରୁଛନ୍ତି ସେ। ସାଥୀ ଖେଳାଳି ଆରୁଣ ଜଜ୍ଙ୍କ ସହ ବଡ଼ ପାଳି ଖେଳିବାରେ ସକ୍ଷମ ହୋଇଛନ୍ତି। ଉଭୟ ଶତକୀୟ ପାଳି ଖେଳିଛନ୍ତି। ଆରୁଣ ଜଜ୍ ମଧ୍ୟ 106 ବଲ୍ରୁ 108 ରନ୍ କରିଛନ୍ତି। ସୂର୍ଯ୍ୟବଂଶୀ ବଡ଼ ବଡ଼ ଛକା ମାରି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି। ଦେଶ ନିଜର ଶତକ ହାସଲ କରିବା ଷ୍ଟାଇଲ ଏବେ ସୋସିଆଲ ମିଡ଼ିଆରେ ମଧ୍ୟ ବେଶ୍ ଭାଇରାଲ ହେବାରେ ଲାଗିଛି। ଭାରତ କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ରହିଥିଲା। ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ଦକ୍ଷିଣ ଆଫ୍ରିକା, ମାତ୍ର ଭାରତ ପ୍ରଥମରୁ ଆକ୍ରମଣାତ୍ମକ ଢଙ୍ଗରେ ବ୍ୟାଟିଂ ଜାରି ରଖିଥିଲା। ଶେଷରେ ବୈଭବ 74 ବଲ୍ରେ 127 ରନ୍ କରିପାରିଥିଲେ। 171.62 ଷ୍ଟ୍ରାଇକ୍ ରେଟ୍ରେ ସେ ବ୍ୟାଟିଂ କରିଥିଲେ। ଭାରତ 2-0ରେ ସିରିଜ୍ ଆଗରେ ରହିଥିଲା ଏବଂ ତାକୁ 3-0ରେ ଜିତିଯାଇଥିଲା। ଅଣ୍ଡର-19 ବିଶ୍ୱକପ୍ ପୂର୍ବରୁ ଭାରତର ଏହି ବିଜୟ ଅନେକ ଲାଭଦାୟକ ହେବାକୁ ଯାଉଛି। ଭାରତୀୟ ଦଳ ଅଧିନାୟକ ଆୟୁଷ ମାହାତ୍ରେ ଆହତ କାରଣରୁ ଦଳରେ ବାହାରେ ରହିଛନ୍ତି। ସୂର୍ଯ୍ୟବଂଶୀ ଦଳର ଅଧିନାୟକ ପଦ ସମ୍ଭାଳିଛନ୍ତି। ବ୍ୟକ୍ତିଗତ ଦମଦାର ପ୍ରଦର୍ଶନ କରିବା ସହ ଦଳ ମଧ୍ୟ ବିଜୟ ହାସଲ କରୁଛି, ଯାହାକି ଆଗାମୀ ବିଶ୍ୱକପରେ ଭାରତୀୟ ଦଳର ମନୋଭାବ ବଢ଼ାଇଛି। କହି ରଖୁଛି କି ଆଇପିଏଲ୍ରେ ରାଜସ୍ଥାନ ରୟାଲ୍ ପକ୍ଷରୁ ଡେବ୍ୟୁ କରି ସାରିଛନ୍ତି ସେ। ଗତ ସିଜିନ୍ରେ ଶତକ ହାସଲ କରିବା ସହ ବଡ଼ ବଡ଼ ସଟ୍ ଖେଳିଥିଲେ ସେ, ଯାହା ପାଇଁ କି ସେ ଏବେ ଲାଇମଲାଇଟ୍ରେ ଚର୍ଚ୍ଚାରେ ଅଛନ୍ତି। ପ୍ରଦର୍ଶ ଏହି ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ ସମସ୍ତଙ୍କ ନଜର, ଯେ କେବେ ଟିମ୍ ଇଣ୍ଡିଆର ସିନିୟର କ୍ୟାପ୍ ସିନିୟର ଟିମ୍ରେ କେବେ ୟାଙ୍କର ଚୟନ ହେଉଛି। କିନ୍ତୁ ଆମେ ଦେଖା ଅନ୍ୟ ଖବର ସହିତ ଆପଣମାନେ ନିଶ୍ଚିତ ଭାବେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଯାଆନ୍ତୁ।